हे सर्वशक्तिमान निराकार निरंजन अदृश्य एवं सत्य से स्वरूप ये जगतर प्रत्येक धर्म मत को बढ़िया प्रणाम निवेदन कर जगत वर्तमान मनीष मानक पाई केवल मनीष मानक पाई अस्थिर एक पक्षरे विज्ञानर अग्रगति अपर पक्षरे साधु सन्थ साधक एमानकर अग्रगति किए छोट किए बड़ से कथा आम विचार करने योग्य नुहे विचार कहीं करवा सबु किछि से सर्वशक्तिमान को इच्छा रे जदि उद्भावन होउची ताकू स्वागत करवा किंतु मनीष गोटे जीव सबू उद्भावन करुछि किंतु ताकू ठीक बाटरे व्यवहार नकरी अनेक समय तार विकल्प चिंता करुच्ची कौ बाटरे किभली भाव व्यवहार कले गोटे भूल से करिवो बा समाज रे गोटे भूल पदक्षेप से नब ये भलिया कथा पाई आज विश्व आतंकित जो माने विश्वर दायित्व रे अछंती सर्वशक्तिमान को परे मनीष होउची गोटे प्रकार शक्तिवान मनीष सर्वशक्तिमान नुहे मनीष शक्तिवान ये शक्तिवान मनीष माने निजर अहंकार को जाहिर करी से गोटे आसन बा गोटे चेयर रे बसीगला परे गोटे पद पदवी रे बसीगला परे से आउ कौनसी कथा को से दूरदृष्टि रे चिंता कर से भावुची मु वर्तमान जहा कहिबी ता करिबी यही होउची भागवतर पुंडरीक वासुदेव कथा ये सुंदर विश्व केमिति रहिबो हमर युवपीढ़ी माने से माने केमिति भल रास्ता रे जिबे केमितिका परिवेश सृष्टि हेले परिवार गुड़िक गठन परिवार समृद्ध से सब कथारे मन नाही तेणु हे विश्वपति आपणक पादरे आपण तो जगतपति जहाँ को आम विश्वपति बोली कहूचु से जगतपति जहाँ को आम विश्वनाथ कहूचु से जगन्नाथ जहाँ को आम जगन्नाथ बोली कहूचु से जगतर नाथ एते एते बड़ नारे विश्वास रखी
ଶ୍ରଦ୍ଧାସୁମନ ଅର୍ପଣ କରି ଆମେ ପ୍ରାର୍ଥନା କରୁଛୁ, କିନ୍ତୁ ପ୍ରାର୍ଥନା କେବଳ ଗୋଟେ ନିର୍ଦ୍ଦିଷ୍ଟ ବଳୟ ଭିତରେ ରହିଯାଉଛି। ଆପଣମାନେ ହାଟକୁ ଯାଇଥିବେ ବା ସହରର ବଡ଼ ବଡ଼ ବଜାରକୁ ଆପଣ ଯାଇଥିବେ, ସେଠି ପାଟି ଶୁଭୁଛି, କଥା ଶୁଭୁଛି, କିନ୍ତୁ କଥାଟା ବୁଝି ହେଉନି। କିଏ କ'ଣ କହୁଛି, କାହାକୁ କିଏ କହୁଛି, ସେ କଥା କିଛି ଆମେ ଜାଣିପାରୁନୁ, କିନ୍ତୁ ହାଲ୍ଲାଟା ଶୁଭୁଛି। ସେଇଭଳି ଭାବରେ ଆପଣମାନେ ଦେଖିବେ ଆମ ଧର୍ମ ଜଗତରେ ଆମେ ସନାତନୀ ହିନ୍ଦୁ, ସେଇ ବିଷୟରେ ଆମେ କହିବା। ଆମେ କାହିଁ ଅନ୍ୟ ଧର୍ମକୁ ବିଷୟରେ କହିବା? ଆମେ ଭୁଲ ହେଇଯିବ, କ'ଣ ହେଇଯିବ, ଆମେ କାହିଁ କହିବା? ଆମେ ଯେଉଁ ଧର୍ମରେ ଜନ୍ମ ହେଇଛୁ, ସମସ୍ତେ କହୁଛନ୍ତି ଆମର ଧର୍ମ ସନାତନ। କିଛି ଧର୍ମାବଲମ୍ବୀ ମାନେ ସନାତନ ଧର୍ମର ନାଁ ଧରୁନାହାନ୍ତି, ତାଙ୍କ ନିଜ ନାଁରେ ସେ ଧର୍ମ ପ୍ରତିଷ୍ଠା କରୁଛନ୍ତି। ଏବଂ ଯେଉଁମାନେ ସନାତନ ଧର୍ମ ବୋଲି କହୁଛନ୍ତି, ସେମାନେ ନିର୍ଦ୍ଦିଷ୍ଟ ରୂପ ବା ନିର୍ଦ୍ଦିଷ୍ଟ ଶାସ୍ତ୍ରକୁ ବି ଗୁରୁତ୍ୱ ଦେଉନାହାନ୍ତି। ଯିଏ ରାମ ମନ୍ଦିର ନିର୍ମାଣ କଲେ, ସେ ରାମ ରାମ କହିଲେ, ରାମାୟଣ ପଢ଼ିଲେ। ଯିଏ କୃଷ୍ଣ ମନ୍ଦିର ନିର୍ମାଣ କଲେ, କୃଷ୍ଣ କୃଷ୍ଣ କହିଲେ, ସେ ଭାଗବତକୁ ପ୍ରାଧାନ୍ୟ ଦେଲେ। ଏମିତିକି ଆମ ଧର୍ମ ଭିତରେ ତ୍ରିନାଥ ମେଳା, ପଞ୍ଚାନନ ମେଳା, ଶାରଦା ମେଳା, ଶିଶୁ ଅନନ୍ତଙ୍କ ମେଳା, ଏତେ ମତ, ଏତେ ପନ୍ଥ, ବିଭିନ୍ନ ପ୍ରକାର ତିଲକ, ବିଭିନ୍ନ ପ୍ରକାରର ପୋଷାକ, ବିଭିନ୍ନ ପ୍ରକାରର ମାଳି, କିଏ ବେଲ ମାଳି ପକେଇଲାଣି, କିଏ ତୁଳସୀ ମାଳି, କିଏ କାଠ ମାଳି ପକେଇଲାଣି, କିଏ ରୁଦ୍ରାକ୍ଷ ମାଳି। ତାପରେ କେହି କହୁଛି ଜପ କର। ଏହି ସନାତନ ଧର୍ମ ଭିତରେ ନିଜକୁ ସନାତନ ବୋଲି କହୁନାହାନ୍ତି, ସେ ତାଙ୍କ ନିଜ ନାଁଟାକୁ କହୁଛନ୍ତି। ସବୁବେଳେ ସେ ଗୋଟେ ମାଳା ଜପୁଛନ୍ତି। କେତେ କୋଟି ମନ୍ତ୍ରକୁ ସେ ଜପ କରୁଛନ୍ତି। ମାନେ ଖାଇଲା ବେଳେ କି ସବୁବେଳେ ତ ନାମ ଜପ କରୁଛନ୍ତି। ସେ ଜପର ଫଳଟା କ'ଣ? ଉତ୍ତରଟା ଆସିବ, ଜପ ହେଉଛି ବୋଲି ସୃଷ୍ଟି ରହିଛି। ସୃଷ୍ଟି କୋଉଠି ରହିଛି? ଆଜି ମଦ୍ୟ ମାଦକତାରେ ସମାଜ ଭାସୁଛି। ପ୍ରତ୍ୟେକ ପରିବାରରେ ଆଜି କନ୍ଦଳ, ପ୍ରତ୍ୟେକ ଗାଁରେ ଆଜି ଦଳୀୟ ମନୋଭାବ। ଆଜି ବି ଗୋଟିଏ ଝିଅ ସେ ନିଜକୁ ସେ ସାହାରା ପାଉନି। ସେ ଭାବୁଛି ମୋର କ'ଣ ଗୋଟେ ହେଇଯିବ। ଆଜି ବି ଗୋଟିଏ ପୁଅ, ତାକୁ ବି ବିଶ୍ୱାସ ନାହିଁ, ସେ କ'ଣ କେତେବେଳେ କରିବ। କିଛି ଲୋକ ଅଛନ୍ତି ଆତ୍ମହତ୍ୟା କରୁଛନ୍ତି, କିଛି ଲୋକ ଅଛନ୍ତି ଆତ୍ମଘାତୀ ହେଉଛନ୍ତି, ଅନ୍ୟକୁ ମାରୁଛନ୍ତି। ଗୋଟିଏ ବେଡ୍ ରୁମ୍ରେ ବା ଶୟନ କକ୍ଷରେ କିଏ ଶୁଅନ୍ତି? ପତି, ପତ୍ନୀ ଏବଂ ତାଙ୍କର ପୁଅ ଝିଅ। ରାତି ପାଇଲା ବେଳକୁ
ଆପଣମାନେ ଆଜିର ଯେଉଁ ଟିଭି ପରଦାରେ ଦେଖୁଛନ୍ତି, କେଉଁଠି ସମସ୍ତେ ମରୁଛନ୍ତି, କେଉଁଠି କିଏ କାହାକୁ ମାରୁଛନ୍ତି। ପତ୍ନୀ ବି ପତିକି ମାରି ଦେଉଛି, ପତି ବି ପତ୍ନୀକି ମାରି ଦେଉଛନ୍ତି। ଯଦି ମୁଣ୍ଡରେ ପଶିଲା ଇଏ ଛୁଆ ଗୁଡ଼ାକୁ କାହିଁ ଆମେ ରଖିବା, ତାକୁ ବି ମାରି ଦେଉଛନ୍ତି। ଆପଣମାନେ ଏସବୁ ସମ୍ବାଦ ନିଶ୍ଚିତ ଭାବରେ ଟିଭି ପରଦାରେ ବା ପତ୍ରପତ୍ରିକାରେ ଆପଣମାନେ ଦେଖୁଥିବେ। ତିନୋଟି ଛୁଆ ତାକୁ ସମସ୍ତଙ୍କୁ ମାରି, ଆଜି ଗୋଟିଏ ଗୋଟିଏ ଘଟଣା ଘଟୁଛି ମାନେ ବିଶ୍ୱରେ ଅନେକ ଘଟଣା ଘଟୁଛି। ତାପରେ ଧର୍ମର ଦ୍ୱାହି ଦେଇ କିଏ କହୁଛି ମୁଁ ତନ୍ତ୍ର ଶିଖିଛି, ମୁଁ ତାନ୍ତ୍ରିକ। ସେ ମାଟି ତଳେ ଗୋଟେ ହାଡ଼ ଅଛି, ତୁମ ଘରର ଅମୁକ ଦିଗରେ ଗୋଟେ ପ୍ରେତ ଅଛି। କିଏ କହୁଛି ତମର ଅମୁକ ଲୋକଟି ମୁକ୍ତି ପାଇନି, ସେ ଶ୍ରାଦ୍ଧ ଖୋଜୁଛି। ଏତେ ବଡ଼ ବଡ଼ କଥା ତୁମକୁ ଆପଣମାନେ କହିପାରୁଛନ୍ତି। କେଉଁ ମାଟିରେ ପେଟ୍ରୋଲ ଅଛି, କେଉଁଠି ଡିଜେଲ ଅଛି, କେଉଁଠି ସୁନା ଅଛି, କେଉଁଠି କିରୋସିନ ଅଛି, କେଉଁଠି କୋଇଲା ଅଛି, ସେ କଥା ଆପଣଙ୍କୁ କିଛି ଜଣାପଡ଼ୁନି। ଗୋଟେ କୁକୁର ଯେତିକି ସନ୍ଧାନ କରିପାରୁଛି, ଗୋଟେ ଅପରାଧୀକି ସେ ଧରିପାରୁଛି, ତା ଭିତରେ ଭଗବାନ ଏତେ ଶକ୍ତି ଦେଇଛନ୍ତି। କିନ୍ତୁ ମଣିଷ ଦିବ୍ୟ ଜ୍ଞାନର ସ୍ୱରୂପ, ସେ ଖାଲି ମାନେ ଅଣ୍ଡାଳି ହେଉଛି କେଉଁଠି ଗୋଟେ ବାଜିବ, ଗୋଟେ କେମିତି ମାନେ ସେ ଆମର CBI, ସେ କ୍ରାଇମବ୍ରାଞ୍ଚ ସବୁ ପ୍ରକାର ଅଛି, ଖାଲି ଭାରତରେ ନୁହେଁ ସବୁ ଦେଶରେ ଅଛି। ଇଏ ଅଣ୍ଡାଳି କିରି ଧରି ପାରୁନାହାନ୍ତି, ନିଃଶବ୍ଦ ହେଉଛନ୍ତି, ଗଲା ସେ କେସ୍ ଗଲା। ତେଣୁ ଏଇଭଳିଆ ଦୁନିଆ ଆଉ ଏଇଭଳିଆ ସମାଜରେ ଆଜି ଆମେ ଶାନ୍ତିରେ ବଞ୍ଚିବା ପାଇଁ ଯେତେ ଯାହା କଲେ ବି ଶାନ୍ତି ମିଳିବ। କେହି ହୁଏତ ଯୁକ୍ତି କରିପାରେ ତୁମେ ଭଗବାନଙ୍କ ପ୍ରତି ସମର୍ପଣ ହେଇଯାଅ, ତୁମକୁ ଶାନ୍ତି ମିଳିବ। ଆମେ ସମର୍ପଣ ହେଇନୁ। ତମେ ଯଦି ଭଗବାନଙ୍କୁ ଜାଣିଛ ତାଙ୍କୁ ପଚାର। ମୁଁ ନିଜେ ଏଇ ଯେଉଁ ସେବକଟି କହୁଛି, ଇଏ ସେବକଟି ସମର୍ପିତ ମଣିଷ ନା ଅସମର୍ପିତ ମଣିଷ? ଠାକୁର କହିବେ, ମୁଁ କହିବି। ତେଣୁ ସମର୍ପଣ କ'ଣ ଖାଲି ବଳିଆ ହେଇଛି, ଆଉ କ'ଣ କେହି ହେଇନାହାନ୍ତି? ବହୁ ସମର୍ପିତ ମଣିଷ ବହୁ ସ୍ଥାନରେ ଅଛନ୍ତି। ଆଜି ବି ସୁଦାମା ଅଛନ୍ତି, ଆଜି ବି ବିଦୁର ଅଛନ୍ତି, ଆଜି ବି ଯୁଧିଷ୍ଠିର ଅଛନ୍ତି, କିଏ ନାହାନ୍ତି, କିନ୍ତୁ ଶାନ୍ତି ନାହିଁ। ଆଜି ମନ୍ଦିର ଗଢ଼ିବା ପାଇଁ ଗୋଟେ ସୌଖିନରେ ପରିଣତ ହେଇଛି। ମନ୍ଦିର ଗଢ଼ିବା ପାଇଁ ସିଏ ମନ୍ଦିରଟି ଗଢ଼ା ହେବ ଅତି ଜାକଜକମରେ। ସେ ଅମୁକ ଆସିବେ, ସମୁକ ଆସିବେ, ଯୋଉଠି ଲୋକ ଟିକେ ଅଧିକ ହେବେ। ଗୋଟିଏ ବର୍ଷ ଗୋଟେ ପ୍ରକାର ଚାଲିବ, ତାପରେ ସେଠି କାଉ ଉଠିବ। ଏ ପ୍ରକାର ମନ୍ଦିର ତୁମକୁ ନିର୍ମାଣ କରିବାକୁ କହିଲା କି? ଠାକୁର ଗୁଡ଼ା କ'ଣ ତମ କାଠ କଣ୍ଡେଇ? ଯେଉଁମାନେ ଠାକୁରଙ୍କ ମୂର୍ତ୍ତି ଜମା ପୂଜା କରୁନାହାନ୍ତି, ସେ ଶୂନ୍ୟ ମହାଶୂନ୍ୟକୁ ସେ ପୂଜା କରୁଛନ୍ତି ନିରାକାର ରୂପରେ, ସେମାନଙ୍କର ମୁକ୍ତି ପାଉନାହାନ୍ତି। ତମେ କେବଳ ମୂର୍ତ୍ତି ପୂଜା କରିକିରି ଝେଲା
ଯେଉଁ ପ୍ରାଚୀନ କୀର୍ତ୍ତି ବା ମୂର୍ତ୍ତି ଅଛି ତାର ଉଦ୍ଧାର କରୁନା, ତାର ସୁରକ୍ଷା କରୁନା। ଆଉ ଯଦି ତମେ ତମର କଲ ଆମକୁ କାହିଁ ହଇରାଣ କରୁଛ? ଇଏ ସେବକକୁ ଏତେ ହଇରାଣ କଲେଣି ଯେ ମୋର ଆଉ ଇଚ୍ଛା ହେଉନି ରହିବା ପାଇଁ। ମାନେ ଆଶ୍ରମ ସମ୍ପୂର୍ଣ୍ଣ ଶାନ୍ତିର ସ୍ଥାନଟିଏ, କିନ୍ତୁ ଏ ଆଶ୍ରମର ଆଶ୍ରମ ମୁଁ ଯେଉଁଠି ରହିଛି ସେଇ ଘରଟା ଶାନ୍ତି ନା। ଆଉ ଟିକେ କବାଟ ଖୋଲିଦେଲେ ଚାଲିଲେ ଆଉ ଯେତେ ଲୋକ ଆସିଥିବେ ତା ଭିତରୁ ଅଧେ ଲୋକ ଖାଲି ଆଇଥିବେ ପ୍ରୋଗ୍ରାମ। ଆରେ ଯେଉଁ ଇଏ ପ୍ରୋଗ୍ରାମ କରୁଛ, ଏତେ ପ୍ରୋଗ୍ରାମ କରୁଛ, ଯଦି ଏତେ ପ୍ରବଚନ ଯଦି ତମେ ଶୁଣୁଛ କି ଦଉଛ, ତାହେଲେ ମୋତେ ଦେଖାଅ ପ୍ରକୃତରେ କେତେ ଜଣ ମଣିଷ ଭଳି ଅଛନ୍ତି। ମଣିଷ ଭଳି ଅଛନ୍ତି, ସେ ତମ ପାଇଁ ନାହାନ୍ତି। ସେ ତାଙ୍କର ଜନ୍ମଜନ୍ମାନ୍ତର ସ୍ୱୀକୃତକୁ ନେଇକରି ସେ ମଣିଷ ପଣିଆ ସୃଷ୍ଟି କରିଛନ୍ତି ବା ମଣିଷ ହେଇଛନ୍ତି। ଏଇଟା ସତ୍ୟ। ଆଉ କିଛି ମଣିଷ ତମ କଥାରେ ଯଦି ପରିବର୍ତ୍ତନ ହେଇଛି, ସେଇଟାକୁ ନେଇକରି ଆମେ କେବେ ଏତେ ମନରେ ଫୁଲିବା କଥା ନୁହେଁ। ଆମେ ଏମିତି ପରିବର୍ତ୍ତନ କରିଦେବୁ। ସବୁବେଳେ ଦଶରତ୍ନାକରର ଉପାଖ୍ୟାନ ଆମେ କହିବୁ, ସେ ଅଜାମିଳ ପାପୀର ଉପାଖ୍ୟାନ କହିବୁ। କିନ୍ତୁ ସେ ଯାହା ହଉ, ଭଗବାନଙ୍କ ସୃଷ୍ଟିରେ କେବେ ସମସ୍ତେ ଖରାପ ହେବେ ନାହିଁ କିମ୍ବା ସମସ୍ତେ ଭଲ ହେବେ ଏ କଥା ଆଶା କରିବା ଉଚିତ ନୁହେଁ। ଯାହା ହବାର ହେଉଛି, ଯାହା ହବାର ସବୁ ତାଙ୍କରି ଇଚ୍ଛାରେ ହେଉଛି ବୋଲି ଆମେ ବାକ୍ୟଟା ଶୁଣିଛୁ କହୁଛୁ। କିନ୍ତୁ ଇଚ୍ଛାରେ ହେଉଛି କି କେମିତି କ'ଣ ହେଉଛି ସେ କଥା ସିଏ ଜାଣନ୍ତି। କିନ୍ତୁ ଆମର ଏଇ ଯେଉଁ ଜୀବନ ଭିତରେ ଏଇ ଯେଉଁ ଗୋଟେ ଭଲ ମୁଣ୍ଡଟିଏ ଆମେ ପାଇଛୁ, ଏ ମୁଣ୍ଡ ଭିତରେ ଯଦି ଭଲ ସଂକଳ୍ପ ସୃଷ୍ଟି ହେଲା ତାହେଲେ ମଣିଷ ନିଶ୍ଚୟ ଭଲ। ଯଦି ମନ୍ଦ ସଂକଳ୍ପ ସୃଷ୍ଟି ହେଲା ନିଶ୍ଚୟ ମନ୍ଦ। ଆଉ ମନ୍ଦଟାକୁ ହିଁ ତାକୁ ଭଲ ଦେଖାଯିବ। ତେଣୁ ଆଜି ପଶୁପକ୍ଷୀମାନେ ବିପନ୍ନ, ପଶୁପକ୍ଷୀମାନଙ୍କ ଜୀବନ ବିପନ୍ନ। ଗଛ ତରୁ ତୃଣ ଲତା ଔଷଧୀୟ ଗଛ ଆଦି ନାହିଁ। ଇଏ ହେଉଛି ପ୍ରକୃତରେ ଧର୍ମର ଗୋଟେ ଗ୍ଲାନି। ଗୀତାର ସେଇ କଥାକୁ ମନେ ପକାଇ ଆମେ ରହୁଛୁ। ବହୁତ ତାନ୍ତ୍ରିକଙ୍କୁ ଆମେ ଦେଖିଛୁ, ବହୁତ ମାନେ ଆମେ ଏମିତି ଫୁଙ୍କିଦେଲେ ଭଲ ହେଇଯିବ, ଆମେ ଏମିତି କରିଦେଲେ ସେମିତି ହେଇଯିବ, ଏସବୁ ବହୁତ ମିଛୁଆ ଗାଲୁଆଙ୍କର ବାରବାଟୀ ଚାଷ ଭଳିଆ ଆମେ ଏମାନଙ୍କୁ ବି ବହୁତ ଦେଖିଛୁ। ଏମାନଙ୍କ କଥା ବି ଆମେ ଶୁଣିଛୁ। ପ୍ରକୃତରେ ଏମାନେ ତ ନିଜେ ଚୋର। ଏ ଚୋର କ'ଣ ଧରିବେ? ଯିଏ ଗୋଟେ ହେଲା, ସିଏ ମୋତେ କିଏ ଔଷଧ କରିଦେଲା, ଯା ମୁଣ୍ଡଟା ବିନ୍ଧୁଛି, କିଏ ଏଟା କ'ଣ ଔଷଧ ମାରୁନା ମୁଣ୍ଡରେ, ନା ମୋତେ କିଏ ତନ୍ତ୍ର କରିଦେଲା। ତନ୍ତ୍ରଟି କିଏ ଜାଣିଛି? ସେଥିରୁ ଗୋଟିଏ ଦୁଇଟି ଲୋକଙ୍କୁ ଗାଡ଼ିରେ ବସେଇ ଖାଇବା ପିଇବାକୁ ଟିକେ ମୋ ପାଖକୁ ଆଣନ୍ତୁ ତ, ମୁଁ ତାଙ୍କୁ ଟିକେ ମୋତେ ବି ସେ ତନ୍ତ୍ର କରନ୍ତୁ ବୋଲି ମୁଁ ତାଙ୍କୁ ନିବେଦନ କରିବି। ମୋତେ ଟିକେ ତନ୍ତ୍ର ଅଛି, ତାର ବି ପ୍ରଭାବ ଅଛି। ଯେତିକି ପ୍ରଚାର ହେଉଛି ସେତିକି ସାଧକ ନାହାନ୍ତି। କେତେ ଧର୍ମ ଆପଣ ମନେ ମନେ ଗଣିବେ, ବାବୁମାନେ ମନେ ମନେ ମା ମାନେ ଗଣିବେ, ଆଜି ପୃଥିବୀରେ କେତେ ଧର୍ମ।
आमे जो हिंदू बोली निजको कहूचु सनातनी बोली कहूचु आम भितर केते फाट खाली फाट गोटा विराट विराट फाट स्टेज ऊपर बसिले जिते सुंदर वक्तृता आम दे पारुछु परस्पर को प्रणाम जनाऊछु परस्पर को प्रशंसा करुछु किंतु मुहरे जहा एटा पेट भीतर नहीं तेणु यही भाया समाज आमको बंचित आ आत्महत्या कर जदि किए कही दिंटा जे आत्महत्याटा पुण्य ताले मु आगतुरा कर बंचिबा को हबो गोटे बंची रहिबाकू केते भल लागे बेले बेले लागे छानिया देवता देखी तोर रंग दुनिया ये गोटे झील आश्रम गोटे परिवार नहीं आसी पहुंची गोटे दिन रही जीवे से गोटे जगार गोटे कॉलेज रे पढ़ुची ताकू जड़े पिला कहूची तू मत भल पा जमती आमर कहती बाप राणे ढिंकी गए से इतस्तत हो निज घर को फेरी जाई तार आत्मीय स्वजन को नहीं आश्रम को आस कौन से करिवो से कॉलेज रे पढ़िबो कि आउ गोटे कॉलेज को जीवो कि आपको छाड़ देकरी ता निज गाँ को पड़ेबो से परामर्श लोड़िया को आई भल पाइबा कौन या तू मत भल पा बापा राण ढिंकी गई तेणु सत्य आदि अच्छी रहिबो किंतु तू रूपांतरित होइकी से अति शीघ्र से विदाय सी अत्याधुनिकरण सभ्यता आउ दरकार नहीं आमर से पुराना कथा दरकार किछि नुआ कथा भी दरकार इमती सामाजिक कथा को मने पकेले माने किछि पुराण शास्त्र भितर जीवा दरकार उदाहरण माने घंटा घंटा धरी उदाहरण तेणु कौन कहवा खजुरी गछ फली माने जड़े कहूँ मो पुओ जाकि पुओ बहु अमेरिका आसुना मझे मझे फोन कर आम ये बुढ़ा बुढ़ी अच्छु ताले कहतु कौन पिलाटे जन्म करते पाप तुमको पाठ पढ़े पाप तुमको बाहा करथिले पाप नाती नातुणी देखिले सेटा कौन पाप जदि पाप नुहे तमें कहीं अणहेला कर अणदेखा कर फूल चांगुड़ी धरी मंदिर को जाऊच क्यों देवता तुमको अनेब तम कर्म ही तुमको शासन कर तेणु साधु सावधान कथाटी ये रखिली आज गोटे दिन टिके विश्राम मिली आश्रम अच्छी काली ठारू पुणी कार्यक्रम को जीवी शरीर क्लांत दुर्बल किंतु मनीषर एते अली आदड़ी जे ताको आ मना करी होउनी केमिति ये खरा दिनिया कार्यक्रम शेष हेले मुझे कौन स्थान को जाई जो जगह टिके भल लगे मुझे गोपन किसी दिन कटेबी तापर आसबि शेष समस्त को शुभेच्छा जन मोर इष्टदेव प्रभु शिशु अनंत पदाब्दे समस्त शांति आ प्रगति कामना कर
জয় গুরু জয় গুরু।